नमस्कार, मैं आदिति। अब अभी मेरे साथ देख रहे हैं जनता एक्सप्रेस। ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଇଥାଏ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିନ ଅମୃତ ବେଳାରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା ନେଇ ବସ୍ତା ବ୍ଲକ ଅଞ୍ଚଳ ଉତ୍ସବରେ ମୁଖରିତ ହୋଇଛି। ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ ଅମରଦା ରୋଡ ନଟାକଟା ପଞ୍ଚାୟତ ସ୍ଥିତ ହଦମୌଦ ଗ୍ରାମରେ ଶୁକ୍ରବାର ଅକ୍ଷୟ ତୃତୀୟା ମା ବାରୁଖଣ୍ଡା ପୀଠ ହୋଇଉଠିଛି ଚଳଚଞ୍ଚଳ। ଦ୍ୱାପର ଯୁଗର ପୁରାଣ କଥିତ ନନ୍ଦବଂଶ ପରମ୍ପରାରୁ ଉତ୍ତୀର୍ଣ୍ଣ ସଂସ୍କୃତିର ପରମ୍ପରା ମା ବାରୁଖଣ୍ଡି ନଟାକଟା ପଞ୍ଚାୟତ ହଦମୌଦ ଗ୍ରାମର ସ୍ୱତନ୍ତ୍ର ପରିଚୟ ରହିଛି। ଶୁକ୍ରବାର ସକାଳୁ ମା ବାରୁଖଣ୍ଡି ପୀଠର ବହୁ ଦୂରଦୂରାନ୍ତରୁ ତଥା ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜ, ପଶ୍ଚିମବଙ୍ଗ, ବିହାର ତଥା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଭକ୍ତ ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଛି। ଏହି ମେଳା ସର୍ବପୁରାତନ ମେଳା, ପ୍ରାୟ 100 ବର୍ଷରୁ ଉର୍ଦ୍ଧ୍ୱ ହେବ ଏଠାରେ ହୋଇ ଆସୁଛି ବୋଲି କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି। ମା ବାରୁଖଣ୍ଡିଠାରେ ଚର୍ମରୋଗୀ ତଥା ଶ୍ଵେତଫୁଲା ରୋଗର ମାନସିକ କଲେ ଖୁବ୍ ଶୀଘ୍ର ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ କରି ବହୁ ବୃଦ୍ଧ ବାଳୁତ ଏବଂ ବାରୁଖଣ୍ଡିଙ୍କ ପୂଜାର୍ଚ୍ଚନା କରିଥାନ୍ତି ଏବଂ ମାନସିକ ପୂରଣ ହେବାର ନଜିର ମଧ୍ୟ ରହିଛି। ମାଆଙ୍କୁ ବିଶ୍ୱାସ କରି ଲୋକମାନେ ପ୍ରତିବର୍ଷ ମାନସିକ ପୂରଣ କରିବା ପାଇଁ ବାରୁଖଣ୍ଡି ମନ୍ଦିରରେ ଚୂନ ଲେପ କରିଥାନ୍ତି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।